প্রসন্ন তোমারি শ্রদ্ধারে সন্তুষ্ট হেবে জননী মহারানী সন্তুষ্ট হেবে জননী মহারানী সন্তুষ্ট হেবে জননী ধন্য ধন্য তমে মহারানী ধন্য হেলি তব বাক্য শুনি पतिव्रता प्रिया पाटराणी तमे तमकु पाई मो धन्य केते भाग्य बोले पाईछि तमकु करिथिली केउ पुण्य पतिव्रता प्रिया पाटराणी तमे तमकु पाई मो धन्य केते भाग्य बोले पाईछि तमकु मो जीवन हेला धन्य रूपरे खेतब सरी किए हब रूपरे खेतब सरी किए हब मधुर देवेंद्र वाणी महारानी मधुर देवेंद्र वाणी महारानी मधुर देवेंद्र वाणी धन्य धन्य तमे महारानी धन्य हेली तब वाक्य शुणी तम भगती रे तमरी सेवारे हे बेटी प्रसन्न तमरी श्रद्धारे संतुष्ट हेबे जननी महारानी संतुष्ट हेबे जननी महारानी संतुष्ट हेबे जननी महारानी स्वामी निश्चय महारानी माँ मंगला मध्य तम डाक निश्चय शुणवे सतरे स्वामी हाँ महारानी आम कौन पूजा अर्चना सतरे संतुष्ट हेबे हाँ हाँ महारानी स्वरूपा स्वामी एथर आस महारानी चली जावा से विश्राम कक्ष मध्य तेरे चलतु स्वामी हाँ महारानी महाराजांकर जय हो राणीबांकर जय हो किए महामंत्री चूड़ामणि तमे पुणी यही समय रे हाँ राजेश्वर मु आपण पाखक एक संवाद नहीं कि आसी ओ आमरी पाखक गोटाए संवाद नहीं कि आसछ हाँ महाराज ताहेले अविलंबे करंतु प्रकाश चूड़ामणि अविलंबे करंतु प्रकाश राज्य महलर सिंह द्वार ठारे एक वृद्ध मशा जड़े छिड़ा होइछंती ओ ताहेले आम राज्य महलर सिंह द्वार रे जड़े वृद्धा मौसाटीए छिड़ा हेकी अछंती हाँ राजेश्वर मु पचारे बेला को कहले आपणक सहित साक्षात करने को चाहूछंती मो सहित साक्षात करने को चाहूछंती हाँ राजेश्वर ताहेले ठीक अछि चूड़ामणि अविलंबे पाछड़ी नहीं आस सेई वृद्ध मौसा को मोहरी निकटे ताहले ठीक अछि राजेश्वर चूड़ामणि महाराजांकर जय हो राणीबांकर जय हो मौसा एई उदय नगर नरेश आपणकर कि सेवा करि परिबो कहंतु मौसा कहंतु हाँ मौसा महाराज मौसा मु शुणी आपण जड़े न्यायवंत धर्मवंत बोली हाँ मौसा से बड़ आशा आकांक्षा नहीं कि आसी महाराज कहंतु बहुत बड़ आशा आकांक्षा नहीं कि आसी हाँ मौसा कहंतु ना मौसा आपणक आशा आकांक्षा एई उदय नगर नरेश निश्चय पूर्ण करिबो हाँ मौसा महाराज दिनहीन भिकारी चाषी थी मौसा हाँ महाराज
ଦିନହୀନ ଭିକାରୀ ଚାଷୀଟିଏ ମୁଁ। ମଉସା ମୋ ସ୍ତ୍ରୀ ରୂପା ସହିତ ଅନେକ ଖୁସିରେ ଚଲି ଆସୁଥିଲା। ହଁ ମଉସା ମୋ ପରିବାରଟା ସୁଖରେ ଚଲି ଆସୁଥିଲା ମହାରାଜ। ଆପଣ କ'ଣ କହୁଛନ୍ତି ମଉସା? ହଁ ମହାରାଜ, ସେଇ ଖୁସିରେ ଭଗବାନ ଆଉ ଗୋଟେ ମଧ୍ୟ ଖୁସିଟେ ଭରିଦେଲେ କି ପୁତ୍ର ସନ୍ତାନଟିଏ ଜନ୍ମ ଦେଇ ହଁ ମଉସା, ମଉସା ବହୁତ ଆନନ୍ଦ ଲାଗିଲା, ବହୁତ ଗର୍ବ ଅନୁଭବ କଲି ମହାରାଜ। ହଁ ହଁ ମଉସା, କିନ୍ତୁ ସେଇ ଖୁସିଟା କ୍ଷଣକ ପାଇଁ ରହିଗଲା ମହାରାଜ। ମଉସା ଆପଣ କ'ଣ କହୁଛନ୍ତି ମଉସା? କ୍ଷଣକ ପରେ ଏଇ କଅଁଳା ଶିଶୁଟାକୁ ଛାଡ଼ି ତା ମା ଆର ପାରିକୁ ଛାଡ଼ି ଚାଲିଗଲା ମହାରାଜ। ଆର ପାରିକୁ ଚାଲିଗଲା। ମଉସା ଆପଣ କ'ଣ କହୁଛନ୍ତି? ହଁ ମହାରାଜ, ମାତୃହରା ହେଇଗଲା ପୁଅଟା ମୋର। ମଉସା, କିଏ ଦେବ ମାର ସ୍ନେହ, କିଏ ଦେବ ମାର ମମତା। ମଉସା, ମଉସା ମତେ ମଧ୍ୟ ଭଗବାନ ସୁସ୍ଥ ସବଳ ରଖିଲେନି ମହାରାଜ। କ'ଣ ହେଇଛି ମଉସା ଆପଣଙ୍କର? ମତେ ମଧ୍ୟ ଶ୍ୱାସ ରୋଗୀ କରିଦେଲେ। ଓ, ଆପଣ ମଧ୍ୟ ଶ୍ୱାସ ରୋଗୀ? ହଁ ମହାରାଜ, ହେ ଭଗବାନ, ମୁଁ କ'ଣ ଶୁଣିବାକୁ ପାଉଛି? କେତେବେଳେ କୋଉ ମୁହୂର୍ତ୍ତରେ ପିଣ୍ଡରୁ ପ୍ରାଣଟା ଚାଲିଯିବ ଯେ ମୁଁ ମଧ୍ୟ ଜାଣିପାରୁନି। ନା ମଉସା ନା ନା ମଉସା, ଆପଣ ସେମିତି କୁହନ୍ତୁନି। ସେଇଥିପାଇଁ ଆପଣଙ୍କ ନିକଟକୁ ଚାଲି ଆସିଛି ମହାରାଜ। ହଁ ମଉସା, ଆପଣ କାଳେ ମୋ ଦୁଃଖ ଦୂର କରିବେ ବୋଲି ଆପଣଙ୍କ ପାଖକୁ ଆସିଛି। କୁହନ୍ତୁ ନା ମଉସା, ଆପଣ କ'ଣ ଭାବିକି ଆସିଛନ୍ତି ଆଉ କ'ଣ ଭାବୁଛନ୍ତି? ମହାରାଜ, ମଉସା, ମୁଁ ତ ଅତି ଗରିବ ମଣିଷଟି। ହଁ ମଉସା, ମଉସା ଦି ବେଲା ଦି ମୁଠା ଖାଇବା ପାଇଁ ତ ମିଳୁନି। ହଁ ମଉସା, ପୁଅ ପାଇଁ ବା କୁଆଡ଼େ କ୍ଷୀର ଆଣିବି। ମଉସା, ମହାରାଜ, ମୁଁ ଭାବୁଛି, ଆପଣ କ'ଣ ଭାବୁଛନ୍ତି ମଉସା? ହଁ ମହାରାଜ, ମୁଁ ଭାବୁଛି ଏଇ ଏଇ କଅଁଳା ଶିଶୁଟାକୁ, କଅଁଳା ଶିଶୁଟାକୁ କ'ଣ କରିବି? ହଁ ମହାରାଜ, ମୁଁ ଭାବୁଛି ଏଇ କଅଁଳା ଶିଶୁଟାକୁ ତଣ୍ଟି ଚିପି ମାରିଦେବି। ନା ମଉସା, ଆଉ ନା ମଉସା, ଶେଷରେ ମୁଁ ମଧ୍ୟ ମରିଯିବା ପାଇଁ ଚାହେଁ ମହାରାଜ। ନା ମଉସା ନା ଶେଷରେ ମୁଁ ମଧ୍ୟ ମରିଯିବା ପାଇଁ। ଆପଣ କ'ଣ କହୁଛନ୍ତି ମଉସା? ଆଉ କଣ କରିବି ମହାରାଜ କୁହନ୍ତୁ। ଦବା ନବାର କଥା ସେ ଉପର ବାଳାଙ୍କ ହାତରେ ଥାଏ। ଆପଣ ସେମିତି କୁହନ୍ତୁନି ମଉସା, ଆପଣ ସେମିତି କୁହନ୍ତୁନି କଣ କରିବି ମହାରାଜ, ମଉସା। ନିରୁପାୟ ମଣିଷଟି ମୁଁ, ଉପାୟ ଶୂନ୍ୟ ହେଇଯାଇଛି, ବାଟ ବଣ ହେଇଯାଇଛି, ମୋର ଆଉ କଣ କରିପାରିବି କହିବି ଦେଖି। ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ ନା ମଉସା, ଆପଣ ସେମିତି କୁହନ୍ତୁ, ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ। ଆଲୋ ମହାରାଣୀ, ସ୍ୱାମୀ ମୁଁ କ'ଣ କହୁଥିଲି କି, ମହାରାଣୀ ସୁରେଖାକୁ ବାହା ହେଇ ଆଜିକି 10 ବର୍ଷ ବିତିଗଲାଣି, ହଁ ସ୍ୱାମୀ ଆଉ ତମକୁ ମଧ୍ୟ ବାହା ହେଇକି 5 ବର୍ଷ ବିତିଗଲାଣି। ହଁ ଦେବଦେବ ମହାଦେବ ମା ମଙ୍ଗଳା ଆମ କୋଳରେ ନଦେଲେ ଏକ ସନ୍ତାନ, ହଁ ନାହିଁ ଆମର ଉତ୍ତରାଧିକାରୀ। କ'ଣ କରିବ ମହାରାଣୀ? ସେଇଥିପାଇଁ ତ ସମସ୍ତେ କହନ୍ତି, ପୁତ୍ର ଦୁହିତାରେ ସିନା ସଂସାରର ସାର, ଆଉ ଯେତେ ଧନ ସମ୍ପଦ ଥିଲେ ମଧ୍ୟ ପାଣିର ଚେଗାର ମହାରାଣୀ, ପାଣିର ଚେଗାର। ହଁ ସ୍ୱାମୀ ଏଇଥିପାଇଁ ମୁଁ କହୁଥିଲି ଯେ ଆମେ କ'ଣ ସେ ନବଜାତ ଶିଶୁଟାକୁ ବଞ୍ଚେଇ ପାରିବାନି? ତମେ କ'ଣ ମାର ସ୍ନେହ ମମତା ଦେଇପାରିବନି? କୁହ ମହାରାଣୀ, କୁହ। ସ୍ୱାମୀ ମହାରାଣୀ ସ୍ୱରୂପ, ଏ ଆପଣ କ'ଣ କହୁଛନ୍ତି ସ୍ୱାମୀ? ହଁ ମହାରାଣୀ, ମୁଁ ହେଉଛି ଗୋଟିଏ ନାରୀ, ହଁ ହଁ, ମୁଁ କ'ଣ ସେ କଅଁଳା ଶିଶୁକୁ ମାର ସ୍ନେହ ମମତା ଭଲ ପାଇବା କ'ଣ ଦେଇପାରିବିନି? ନିଶ୍ଚୟ ଦେଇପାରିବି ସ୍ୱାମୀ। ଯଦି ମଉସାଙ୍କ ଇଚ୍ଛା ହୁଏ, ନିଶ୍ଚୟ ଆମେ ସେଇ ଛୁଆକୁ ନିଜ କୁଳରେ ନେଇ ଲାଳନ ପାଳନ କରି ଭଲ ମଣିଷଟିଏ କରିବା ସ୍ୱାମୀ। ଧନ୍ୟ ଧନ୍ୟ ମହାରାଣୀ ସ୍ୱରୂପ, ତମେ ଧନ୍ୟ। ହଁ ସ୍ୱାମୀ ଗୋଟାଏ ଉପାୟର ବାଟ ଖୋଜି ଦେଇଛ ତମେ। ମଉସା, ମଉସା, ମହାରାଜ, ଆପଣ ପରା ଉପାୟ ଖୋଜୁଥିଲେ? ହଁ ମହାରାଜ, ଉପାୟ ନିଶ୍ଚୟ ମିଳିଯାଇଛି ମଉସା। ଆପଣ ଯଦି ଚାହାନ୍ତି, ଆପଣ ଯଦି ଚାହିଁବେ, ହଁ ମହାରାଜ, ମୁଁ କ'ଣ କହୁଥିଲି କି, ହଁ ମହାରାଜ, ଆପଣ ଯଦି ଚାହାନ୍ତି ହଁ ସେ କଅଁଳିଆ ଶିଶୁଟାକୁ ଆମକୁ ଦେଇଦିଅନ୍ତୁ, ଆମେ ସେ ନବଜାତ ଶିଶୁଟାକୁ କୋଳେଇ ନେବୁ, ତାକୁ ଲାଳନ ପାଳନ କରିବୁ ମଉସା, ଲାଳନ ପାଳନ କରିବୁ। ଭଲ ଆପଣ କଣ କହୁଛନ୍ତି ମହାରାଜ?
ହଁ ମଉସା ରାଣୀମା ଆପଣ ସତ କହୁଛନ୍ତି ମୋ ପୁଅକୁ ଆପଣ କୋଲେଇ ନେବେ ନିଶ୍ଚୟ ମଉସା ଆପଣ ଯଦି ବାସୁଦେବ ସାଜି ସେ କମଳା ଶିଶୁକୁ ମୋ ହାତରେ ଥୋଇଦେବେ ନିଶ୍ଚୟ ମୁଁ ଲାଳନ ପାଳନ କରି ଭଲ ମଣିଷଟିଏ କରିବି। ହଁ ମଉସା ଯଶୋଦା ସାଜି ଭଲ ମଣିଷଟିଏ କରିବି। ହେଲେ ମୁଁ କେମିତି ବିଶ୍ୱାସ କରିବି ମହାରାଜ ମଉସା ମୁଁ କେମିତି ବିଶ୍ୱାସ କରିବି ଆପଣ ମୋ ପୁଅକୁ କୋଲେଇ ନେବେ ଏବଂ ପାଖେଇ କୋଲେଇ ମଣିଷ କରିବେ ବୋଲି ତାହେଲେ ଆପଣ କ'ଣ କଲେ ବିଶ୍ୱାସ କରିବେ ମଉସା କହନ୍ତୁ ନା। ସତ୍ୟ ସତ୍ୟ ହଉ ମହାରାଜ ଆପଣଙ୍କୁ ସତ୍ୟ କରିବା ପାଇଁ ପଡ଼ିବ ଏଇ 10 ଦିଗ 10 ପାଳ ଚନ୍ଦ୍ର ସୂର୍ଯ୍ୟଙ୍କୁ ସାକ୍ଷୀ ରଖି କହିପାରିବେ ତ ମହାରାଜ ନିଶ୍ଚୟ ମଉସା ମୁଁ ନିଶ୍ଚୟ ଚନ୍ଦ୍ର ସୂର୍ଯ୍ୟ ସାକ୍ଷୀ ରଖି ମୁଁ କହିବି। ଆଜି ଉଦୟନଗର ନରେଶ ରାଜା ବିଜୟସେନ ସମସ୍ତଙ୍କ ସାମ୍ନାରେ ତଥା ଚନ୍ଦ୍ର ସୂର୍ଯ୍ୟ 10 ଦିଗ 10 ପାଳକୁ ସାକ୍ଷୀ ରଖି କହୁଛି ଏଇ ନବଜାତ ଶିଶୁଟାକୁ ନିଜ ସନ୍ତାନ ଭଳି ମୁଁ କୋଳେଇ ନଉଛି। ଭବିଷ୍ୟତରେ ଉଦୟନଗର ନରେଶ এই নবজাত শিশুটাକୁ উত্তরাধিকারী করাইব এই দুনিয়া আগরে মুন্ড টেকি বাট চালিবার পরিচয় দেব। এ হଉଛି উদয়নগর নরেশর অটল বাণী। ହଁ ମଉସା ଧନ୍ୟ ଧନ୍ୟ ମହାରାଜ ଧନ୍ୟ ତବ ବିଚାର মৌসা ଧନ୍ୟ ତମ ନ୍ୟାୟ ମହାରାଜ মৌসা ଆଜି ମୁଁ ବହୁତ ଖୁସି ହଁ ମହାରାଜ ହଁ মৌসা ଆପଣ ଆଜି ମୁଁ ବହୁତ ଖୁସି ମହାରାଜ ବହୁତ ଖୁସି ମହାରାଜ মৌসা ତୁ କାନ୍ଦନାରେ ଭଲ ଆରେ ପାଗଲା ଆଜି ଦିନ ତୁ ତୋର କାନ୍ଦିବାର ଦିନ ଶେଷ ହେଇଗଲା ରେ ଧନ ଆଜି ଦିନ ତୁ ହସିବୁ ରେ ସୁନା মৌসা ତୁ ହସିବୁ ସୁବର୍ଣ୍ଣ ଥାଳିରେ ଅନ୍ନ ଭକ୍ଷଣ କରିବୁ ସୁବର୍ଣ୍ଣ ଶୀତରେ ଶୋଇବୁ ରେ ଧନ ମହାରାଜ মৌসা হে ନିଅନ୍ତୁ ଆଜି ଏ ବୁଢ଼ା ବାପଟା ହଁ ମହାରାଜ মৌসা ଆଜି ଏ ବୁଢ଼ା ବାପଟା ବାସୁଦେବ ସାଜି ଟିକି ଦେଉଛି ଦେବକୀ କୂଳକୁ ତାର ଅଳିଅ ଝଟିଆ କାହ୍ନାକୁ মৌসା দেবকী কোলরু জন্মি যশোদা কোলকু কাহ্নু যেবে চালি যায় পুত্র বিহুনে যে পিতা বাসুদেব সাজি ঝুরি ঝুরি মরি যায় তোতে দেলি আশীর্বাদ তু রখিবু রে টেক তোতে লাগু মো আয়ুষ তু রখিবু রে যশ চালি যা রে চালি যা রে চালি যা রে মো হৃদপিণ্ড কুল প্রদীপ তোর মঙ্গল কামনা করে বাপ তোর মঙ্গল কামনা করে বাপ দেবকী কোলরু জন্মি যশোদা কোলকু কাহ্নু যেবে চালি যায় পুত্র বিহুনে যে পিতা বাসুদেব সাজি ঝুরি
যশোদা কোড়কু কাহ্নু যেবে চালি যায় পুত্র বিহুনে যে পিতা বাসুদেব সাজি ঝুরি ঝুরি মরি যায় ততে দিলি আশীর্বাদ তু রক্ষি পুরে ততে লাগু মো আয়ুষ তু রক্ষি পুরে যশ চালি যা রে চালি যা রে চালি যা রে মৌত পিণ্ড গুণ প্রদীপ তোর মঙ্গল কামনা করে বাপ ও তোর মঙ্গল কামনা করে বাপ তোর মঙ্গল কামনা করে বাপ তোর মঙ্গল কামনা করে বাপ ମଉସା ମୋ କୁଳଦେବତା ଆପଣଙ୍କୁ ଲାଗିଲା ମହାରାଜ। ହଁ ମଉସା ରାଣୀ ମା ମଉସା ମୋ କୁଳଦେବତା ଆପଣଙ୍କୁ ଲାଗିଲା ତା ଉପରେ କେହି ମଧ୍ୟ ରାଗିବେନି ଅଭିମାନ କରିବେନି ରାଣୀ ମା କେବେ ନୁହଁ। ଏ ଆପଣ କ'ଣ କହୁଛନ୍ତି ମଉସା ମୁଁ ଏ କୌଲା ଶିଶୁକୁ ମୁଁ ମାର ସ୍ନେହ ମମତା ଭଲ ପାଇବା ସବୁ କିଛି ଦେଇ ତାକୁ ଭଲ ମଣିଷଟି କରିବି ମଉସା। সুখ খোঁজু খোঁজু বুড়ি যায় বেড়া আশার সকাল লুহর পখাল জীবন গছরে যাতনার ডাল করম তুনে ভাগ্য দিয়ে ফল মরি মরি বঞ্চে বঞ্চি থাই মরে মরি মরি বঞ্চে বঞ্চি থাই মরে ঠিকনা হজেই নিজর পুণ্য সংসার রে পাপর ঘর পুণ্য সংসার রে পাপর ঘর পুণ্য সংসার রে পাপর ঘর কিয়ে পর এটি কিয়ে নিজর ମହାମନ୍ତ୍ରୀ ଚୂଡ଼ାମଣି ଆସ ମହାମନ୍ତ୍ରୀ ସେଇ ବୃଦ୍ଧ ମଉସାର ମୂର୍ତ୍ତ ଦେହକୁ ଘେନିଯିବା ସେଇ ମଶାଣୀ ଭୂମିକୁ ରାଜ୍ୟ ରୀତିନୀତି ହିସାବରେ ଶବ ସଂସ୍କାର କରିବା ମହାମନ୍ତ୍ରୀ ଶବ ସଂସ୍କାର କରିବା পুণ্য সংসার রে পাপর ঘর কিয়ে পর এটি কিয়ে নিজর পুণ্য সংসার রে পাপর ঘর কিয়ে পর এটি কিয়ে নিজর পুণ্য সংসার রে পাপর ঘর কিয়ে পর এটি কিয়ে নিজর পুণ্য সংসার রে পাপর ঘর কিয়ে পর